ଆଜିର ଏଇ ଯେଉଁ ସ୍ୱଚ୍ଛତା ସଂକଳ୍ପ ଯାତ୍ରା ଯେଉଁ ଚାଲିଛି ଆମ ହରିହରପୁର ଗ୍ରାମରେ ମାନେ ପଲିଥିନ୍ ମୁକ୍ତ ଉପରେ କ'ଣ କହିବେ? ଏହା ଆଜିର ଯାତ୍ରା ନୁହଁ। ସ୍ୱାଧୀନତା ପୂର୍ବରୁ ଜାତିର ପିତା ମହାତ୍ମା ଗାନ୍ଧୀ ଏହାର ଆରମ୍ଭ କରିଥିଲେ ଏବଂ ଆମେ ଦୈନନ୍ଦିନ ଜୀବନରେ ଏତେ ବ୍ୟସ୍ତତା ଭିତରେ ନିଜର ସୌଖନ୍ୟପୂର୍ଣ୍ଣ ଜୀବନ ଯାପନ ପ୍ରଣାଳୀରେ ଦିନକୁ ଦିନ ଆମେ ଏହା ଭୁଲି ଯାଇଛେ, ଯେଉଁଥିରେ କି ଆମେ ବହୁତ ରୋଗର ଶିକାର ହେଉଛେ। ଏଇ ପରିଷ୍କାର ନଥିବା ଯୋଗୁଁ ସମାଜ ଘରେ ଗାଁରେ ଯେଉଁଥିପାଇଁ କି ବହୁତ ରୋଗର ଶିକାର ଆମେମାନେ ହେଉଛେ। ସେଥିପାଇଁ ଆମେ ଗ୍ରୀନ୍ କ୍ଲବ୍ ତରଫରୁ ସମାଜକୁ ଗୋଟିଏ ବାର୍ତ୍ତା ଦେବା ପାଇଁ ଚାହୁଁ ଯେ ସମାଜକୁ ପରିଷ୍କାର ରଖନ୍ତୁ ଏବଂ ଆଖପାଖ ପୋଖରୀ ତୁଠକୁ ଧରି ସାରା ଦେଶ ଭିତରେ ଯଦି ଆମେ ପରିଷ୍କାର ରଖିବା ତାହେଲେ ଆମ ଜୀବନ ଶୈଳୀ ବଞ୍ଚିବାର ଶୈଳୀ ବହୁତ ସୁଖମ ହୋଇପାରିବ ଏବଂ ବହୁ ରୋଗରୁ ଆମେ ସୁରକ୍ଷିତ ରହିପାରିବା। ତେଣୁ ଏହା ଗ୍ରୀନ୍ କ୍ଲବ୍ର ଗୋଟେ ପ୍ରୟାସ ଏବଂ ସମାଜକୁ ବାର୍ତ୍ତା ଦେଉଛୁ ଯେ ସମସ୍ତେ ଯିଏ ଯେଉଁଠି ଅଛନ୍ତି, ଯେମିତି ଆମେ ଆମ ରୁମ୍କୁ ଆମ ଘରକୁ ପରିଷ୍କାର ରଖୁଛେ, ସେମିତି ଗାଁଠୁ ଧରି ଚାରିପାଖେ ସମସ୍ତେ ଯଦି ପରିଷ୍କାର ରଖିବେ ଆଗାମୀ ଦିନରେ ଆମ ପରିବେଶ ସୁରକ୍ଷା ହୋଇପାରିବ। ଏବଂ ସେଇ ଭିତରୁ ପଲିଥିନ୍ ଗୋଟେ ମେଜର ଚ୍ୟାଲେଞ୍ଜ ହେଇଛି ଆଜିକା ସମାଜରେ ଏବଂ ସମସ୍ତଙ୍କୁ ରିକ୍ୱେଷ୍ଟ କରାହେଉଛି ଦୈନନ୍ଦିନ ଜୀବନରେ ନିଜ ଘର ବ୍ୟାଗ୍ ୟୁଜ୍ କରନ୍ତୁ, ସିଙ୍ଗିଲ୍ ୟୁଜ୍ ପଲିଥିନ୍ କି ଆଭଏଡ଼ କରନ୍ତୁ, ନହେଲେ ଆଗାମୀ ଭବିଷ୍ୟତ ଆମକୁ କ୍ଷମା ଦେବ ନାହିଁ।